ଆସିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଧ ଖ୍ରୀଷ୍ଟଙ୍କୁ କରହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ ବିବେଚ। ପ୍ରିୟ ଶ୍ରୋତା ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମହତ୍ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥିଉ ଲିଖିତ ସୁସମାଚାର 3 ଅଧ୍ୟାୟର 11 ପଦରେ ଆମମାନେ ଏହିପରି ପାଠ କରୁ, ମୁଁ ସିନା ତୁମ୍ଭମାନଙ୍କୁ ମନ ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ଉତ୍ତାରେ ଯେ ଆସୁଅଛନ୍ତି ସେ ମୋ ଠାରୁ ଅଧିକ ଶକ୍ତିମାନ, ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ। ସେ ତୁମମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। ବାପ୍ତିଜକ ଯୋହନ ଜର୍ଦ୍ଦନ ନଦୀ ନିକଟରେ ଘୋଷଣା କରି କହୁଥିଲେ, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଯେଉଁମାନେ ମନ ପରିବର୍ତ୍ତନ କରୁଥିଲେ ସେମାନଙ୍କୁ ଯୋହନ ଜଳରେ ନିମଜ୍ଜିତ କରି ବାପ୍ତିସ୍ମ ଦେଉଥିଲେ। ତଥାପି ଏହା ସତ୍ୟ ଯେ ଜଳ ତ କେବଳ ଶରୀରର ମଳିନ ଧୌତ କରିପାରେ, ମାତ୍ର କୌଣସି ପ୍ରକାରେ ଆତ୍ମିକ ଲାଭ ଦେଇପାରେ ନାହିଁ। ଯୋହନ ଏହି କାର୍ଯ୍ୟ ଦ୍ୱାରା ଲୋକମାନଙ୍କୁ ପ୍ରଭୁ ଯୀଶୁଙ୍କ ଆଗମନ ଓ ସେବା କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ କରୁଥିଲେ। ଏଥିପାଇଁ ସେ କହିଲେ, ମୋ ଉତ୍ତାରୁ ଯେ ଆସୁଅଛନ୍ତି ସେ ମୋ ଠାରୁ ଅଧିକ ଶକ୍ତିମାନ, ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ। ଯୋହନ କାହିଁକି ଏପରି କହିଲେ? କାରଣ ସେ ଈଶ୍ୱରଙ୍କ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ କହୁଥିଲେ। ପାପୀ ମନୁଷ୍ୟର ପରିତ୍ରାଣ ନିମନ୍ତେ ସେ ସ୍ୱର୍ଗରୁ ଅବତୀର୍ଣ୍ଣ ହୋଇ ଦେହବନ୍ତ ହେଲେ, ମନୁଷ୍ୟ ଜାତିର ପାପର ବୋଝ ଆପେ ବହନ କରି ଆମମାନଙ୍କର ଦଣ୍ଡ ଭୋଗ କଲେ, ବଳିଦାନ ହେଲେ, ମାତ୍ର ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲେ। ଯିଏ ବିଶ୍ୱାସ କରେ ସେ ପରିତ୍ରାଣ ପାଏ। ଯିଏ ମନୁଷ୍ୟର ଆତ୍ମା, ପ୍ରାଣ ଓ ଶରୀରକୁ ସଦାସର୍ବଦା ସୁରକ୍ଷିତ ରଖିପାରନ୍ତି, ସେ ସବୁଠାରୁ ଶକ୍ତିମାନ ହେବେ ନାହିଁ କି? ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ଯେପରି ଆପଣ ପରିତ୍ରାଣ ପ୍ରାପ୍ତ ହୋଇପାରନ୍ତି, ଈଶ୍ୱରଙ୍କ ନିକଟରେ ଆପଣଙ୍କ ପାଇଁ ଆମର ଏହି ପ୍ରାର୍ଥନା।